ହ୍ୟାଲୋ। ହଁ ହଁ ନନା କୁହ। ଇଏ ମାନେ ପ୍ରକୃତଟା କ'ଣ ଘଟଣା ହେଲା ତାକୁ କିଏ ଏମିତି ବ୍ଲେମ୍ କରିଦେଇଛନ୍ତି? କ'ଣ କହିଲ? କିଏ ଜବୁଲ କହୁଛି କି? ନାଇଁ ମୁଁ ବବୁଲ ମାମା କହୁଛି ପରା, ଜାଣିପାରୁନ କି? ହଁ 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 କୁହ। ଆମର ଏଇ ଯୋଉ ଘଟଣାଟା ବାହାରିଲା ଏଇଟା କିଏ ବଦନାମୀ କରିଦେଇଛି ନା ସତ ଘଟଣା? ଏଇଟା ସତ ଘଟଣା। ଆକ୍ଚୁଆଲି ସିଏ ମତେ ଡାକିଥିଲେ ଅଫିସ ଦିନ ହେଲା। ସେ ମତେ ଅଫିସକି ଡାକିଲେ ଖଞ୍ଜଣା ଆସିଲୁ କରିବାକୁ ମାର୍ଚ୍ଚ ମାସ ଯୋଗୁଁ। ସେ ତ ଘରକୁ ଆସିପାରନ୍ତିନି, ୟା ବାପାଙ୍କୁ ସବୁ କାଗଜ ପତ୍ର ଗୁଡ଼ା ଦେଇକିରି ଆଉ କହିଲେ ମୁଁ କାମ ଅଛି ମୁଁ ଯାଇପାରୁନି ଆଉ ତୁ ଆସେ। ସେଦିନ ମଟନ ଫଟନ କରିଥିଲେ, ମତେ କହିଲେ ଆସେ ଆଉ ମୁଁ କ'ଣ ଯିବି ଆଉ ତୁ ଆସେ। ମୁଁ କହିଲି ହଉ ଯାଉଛି। ମୁଁ ଯିବି କ'ଣ, ତମେ ତ ସବୁବେଳେ ଘରକୁ ଆସ, ମୁଁ ଆଉ କ'ଣ ଯିବି ମ, ତମେ ତ ସବୁବେଳେ ଘରକୁ ଜାଣିଛ ସେ ସବୁବେଳେ ଘରକୁ ଯାଏ କି ନାହିଁ କହୁନ? ତମେ ଜାଣିଛ ସେ ସବୁବେଳେ ଘରକୁ ମୋର ଯିବା ଆସିବା କରେ। ଏଇ ଲୋକ ଯଦି ଯିବା ଆସିବା କରେ ମତେ ଏଠୁ ଅଫିସକି ଦିନ କହିଲେ ଆସେ ଆଉ ବୁଲିକି ଯିବ। ସେଠୁ ମୁଁ କହିଲି ହଉ ଠିକ ଅଛି ଡାକୁଛ ଯଦି ଯିବୁ ଆଉ। ତାପରେ ତାଙ୍କର ମୁଁ କାଇଁ ଗଲିନି ବୋଲି, ତାପରେ ହେଇ ଯୋଉ ବିଧବା ସ୍ତ୍ରୀ ଲୋକଟାକୁ ନେଇକି ରଖିଛି ସେଇଥିପାଇଁ ମୁଁ ଟିକେ ଆଗୁଆ ଝଗଡ଼ା ହେଇଥିଲି ବୋଲି ସେଠୁ ଯୋଉଠୁ ମୁଁ ମନା କଲି ମୁଁ ଯିବିନି ନା, ଯଦି ନ ଆସିବୁ ଆଉ ତୁ ହେଇ ଝଗଡ଼ାରୁ ରାଗ ବଢ଼ିକିରି ସେ ମତେ କହିଲା ମୁଁ ମାରିଦେବି ପିଟିଦେବି, ତୁ ମୋର କ'ଣ କରିବୁ, ତତେ ମାରିଲେ ଯାଇକିରି ଆଉ ମୁଁ ମରିବି ବୋଲି। ଆଉ ହଉ ମୁଁ ଯାଉଛି ଆଉ। ସେଠୁ ଆମେ ମା ପୁଅ ହିଁ ଯାଇଛୁ ହେଲା। ମା ପୁଅ କ'ଣ କହିଲ? ପୁଅ କାଇଁ ଫଟୋ ଆସିନି? ହଁ ପୁଅର ଫଟୋ, ପୁଅ ମା ପୁଅ ଆମେ ଯାଇଛୁ, ପୁଅର ଫଟୋ ଆସିବ ହେଲା। ମା ପୁଅ ହିଁ ଯାଇଛୁ ଆମେ ମା ପୁଅ ଯାଇଛୁ। ମା ସେଠୁ ସେ ମଟନ ଫଟନ କଲେ, ଖିଆପିଆ କଲୁ। ଆଉ ସେ ନନା ଯୋଉ ଅଭିନନା ମ ଅଭିନନା ଏଠି ରହୁନାହାନ୍ତି କି? ସେ ନନା ଅଭିନନା କିଏ ରହୁଛି ଜାଣିକି? ଆଉ ସେ ଯୋଉ ତମ ଆର ନନା ନାହାନ୍ତି, ରଞ୍ଜନ ପାଣିଗ୍ରାହୀର ନନା ଅଭି ପାଣିଗ୍ରାହୀ ଏଠି ରହୁନି? ସେ ତାକୁ ନେଇକି ଅଫିସରେ ରଖିଥିଲେ ନା, ମାନେ ଅଫିସଟାରେ କେହି ନାହାନ୍ତି ତ ଟିକେ ତାକୁ ନେଇ ରଖିଥିଲେ ପ୍ରାଇଭେଟରେ। ସେଠୁ ସେଇଥିପାଇଁ ସେଠୁ ସିଏ ରୋଷେଇବାସ କରନ୍ତି, ତାକୁ ଏଇ ହିସାବରେ ରଖିଥିଲେ। ମୁଁ ସେଠୁ ଯାଇଥିଲି, ପୁଅ ବି ଯାଇଥିଲା। ଆମେ ସେଠୁ ଖିଆପିଆ କରିକିରି ସେଠୁ ନନା ପାଖରେ ପୁଅ ବି ଶୋଇଛି। ଆମେ ରଞ୍ଜନ ଏଇସବୁ କିଏ କଲା କ'ଣ କଲା ଏଇସବୁ ରଞ୍ଜନ ଜାଣିଥିବ, ମୁଁ ଏସବୁ ଜାଣିନି ହେଲା। ଏମିତି ଘଟଣା। ଏଇଟା କିଏ କଲା, ତାଙ୍କର ସେ ପଥର ଖଣି ଲୋକ ହେଇଥିବ କି କ'ଣ, ଭିଜୁଆଲ କିଏ କଲା ଆଉ କିଏ ଛାଡ଼ିଲା ସେଇଟା ଆମେ ମୁଁ ବି ତାଙ୍କୁ ପାଟି କରୁଛି ଯେ ତମେ ତ ଘରକୁ ସବୁବେଳେ ଆସ, ତମେ ତ ନନା ଜାଣିଛ ଆମର ଆଜିକି 13-15 ବର୍ଷ ଉପରେ ପାଖାପାଖି ହେଲାଣି, ତମେ ତ ଜାଣିଛ କି ନାହିଁ କହୁନ? ହଁ ତମେ ଜାଣିଛ, କିନ୍ତୁ ତମେ କୁହନି। ତମ ଯାହା ଘଟଣା ତମରି ଗାଡ଼ିରେ ଆମେ ଯୁଆଡ଼େ ଗଲେ ବି ଯାଉ, ତମ ଗାଡ଼ିରେ ବି ଯିବା ଆସିବା କରୁ, ଯୁଆଡ଼େ ଗଲେ ବି ଆଜି ମନ୍ଦିର ହଉ ଯୋଉଠିକି ହଉ, ପୁରୀ ହଉ ଆମେ ହଁ ସେଠୁ ଏମିତି ହେଇକି ସବୁ ତମରି ଗାଡ଼ିରେ ଯାଉ। ଆଗ ଯୋଉ 13 ବର୍ଷର କଥା କହୁଛୁ ପୂର୍ବକୁ ଚାଲିଯାଅ, ତମ ଗାଡ଼ିରେ ତମ ଗାଡ଼ିରେ ଆମେ ଯୁଆଡ଼େ ଯାଉ ତମରି ଗାଡ଼ିରେ ଯାଉ। କିନ୍ତୁ ସେ ଗାଡ଼ି ଫାଡ଼ି ଯେତେବେଳେ କରିଦେଲା ଆଉ ତମ ଗାଡ଼ିରେ ବି ସେ ମତେ ନିଏନି। ମତେ 5-7 ବର୍ଷ 8 ବର୍ଷ ହେଲାଣି ବନ୍ଦ ହେଇଗଲାଣି ଆଉ। ହଁ 5-7-8 ବର୍ଷ ହେଲାଣି ଏବେ ବନ୍ଦ ହେଇଗଲାଣି। ଏଣୁକରି ତମକୁ ପଚାରୁନି କି ତମ ଗାଡ଼ିରେ ମତେ ସେ ଆଉ କୁଆଡ଼େ ନବା ଆଣିବା ନାହିଁ, ତା ଗାଡ଼ିରେ ମତେ ସବୁବେଳେ ନବା ଆଣିବା କରେ। ଆଉ ଆଗରୁ ଗାଡ଼ି ତ ତାଙ୍କର ନଥିଲା, ତମ ଗାଡ଼ିରେ ଇଆଡ଼େ ମତେ ନବା ଆଣିବା କରି ଯୁଆଡ଼େ ଯେମିତି ବନ୍ଧୁବାନ୍ଧବ କୁଆଡ଼େ ନ ଯାଇଛି କହୁନ? ତମେ ନିଜେ କୁହ। ମୋ ବନ୍ଧୁବାନ୍ଧବଠୁ ଆରମ୍ଭ କରି ମୋ ବାପ ଘରଠୁ ଆରମ୍ଭ କରି କୋଉଠିକି ମତେ ନ ନେଇକିରି ତମ ଗାଡ଼ିରେ ମତେ ଆମ ଘରକୁ ନେଇଛି କି ନାହିଁ କୁହ? ତାପରେ ଏତେ ଘଟଣା, ମୁଁ ଆଜି ଲୁଚିକିରି ରହିଛି, ଆଜି ମତେ କାହିଁକି ସେ ବଦନାମୀ କରିକି ଲୋକଙ୍କ ମୁହଁକୁ ଆଣିଲା କୁହ? ସେଇଥିପାଇଁକା ମୁଁ ବି ତା ଉପରେ ବହୁତ ରାଗିଛି। ତୁ ଏମିତି କାହିଁକି କଲୁ, ତୋର କ'ଣ ଏମିତି ରାଗ କରିବାର ଥିଲା, ଆଜି କାହା ଇଏରେ ପଡ଼ିକିରି ଏମିତି କାମ କଲୁ ବୋଲି। ଆଉ ମୁଁ ଏଇନେ ମାନେ ୟା ବାପା ବି ମୋ ଉପରେ ରାଗ ଛାଡ଼ିଲାଣି। ତୋର ଯଦି ତା ପାଖରେ ରହିବା ତମେ ତ ଜାଣିଛ। ଆଜି ଯୋଉ ଅଣ୍ଡିକୁ ଆଉ 2-3ଟା ଶୋଇଥିଲେ ହେଲା କିଏ? କ'ଣ କହିଲ? ଇଏ ତ ଗୋଟେ ରୁମରେ ଶୋଇଥିବ, ତମ ଗୋଟେ ରୁମରେ ଥିବ। ଆର ଯୋଉ ଲୋକ 2-3ଟା ଶୋଇଥିଲେ ଆର କଳ ରୁମରେ ହେଲା କିଏ ସବୁ? ଆର ରୁମରେ କିଏ ମୁଁ ଜାଣିନି, କିନ୍ତୁ ନନା ପାଖରେ ଶୋଇଥିଲା ମୋ ପୁଅ, ଆଉ ମୁଁ ରଞ୍ଜନ ପାଖରେ। ପୁଅର ଫଟୋ ଆସିନି, ପୁଅର ମୋବାଇଲରେ ଭାଇରାଲ ହେଇନି, ତମ ତମ ଫଟୋ ତା ଫଟୋ ଆସିଛି, କିନ୍ତୁ ତମକୁ କେହି ଚିହ୍ନି ପାରିବେନି ହେଲା। ଚିହ୍ନି ପାରିବେନି, କିନ୍ତୁ ମୋ ଗାଡ଼ି ଫାଡ଼ି ସବୁ ଅଛି, ମୋ ଭ୍ୟାନିଟି ଅଛି। ତମ ଗାଡ଼ି ନମ୍ବର, ତମ ଯୋଉ ପ୍ୟାଣ୍ଟ ଖୋଲି ଦେଇଛ ସବୁ ଓହଳା ହେଇଛି, ସବୁ ଦିଶୁଛି। ମୁଁ ମୋବାଇଲରେ ଦେଖିକି ମୁଁ ଜାଣି ସାରିଲି।
ଜାଣିବନି ତମେ 15-13 ବର୍ଷ ହେଲାଣି ସବୁ ଜାଣିଛ ଆଜିକି ତମେ ବି ଲୁଚିକି କିଛି ବି କହୁନଥିଲ ନିଜ ଭାଇଟା କରୁଛି ଯଦି ତମେ ବି ଭାଇକି ଡରିକି ମତେ କହୁନଥିଲ ଏଇ ଘଟଣା ତମେ କାହାଗରେ କହିବନି ମୁଁ ଜାଣିଛି ବୋଲି କଣ କହିଲ ମୋ ନନା ଯଦି ଜାଣିବ ହଁ ମତେ ସିଏ ଠିଆ ପାରିଦବ ତୁ ଆଜି 15 ବର୍ଷ ଜାଣିଛୁ ତୁ କଣ ବି ଜଣେଇଲୁନି ଆରେ ମୋ ନନା ଯିଏ ପୋଲିସରେ ଅଛି ହଁ ମୋ ନନା ଯିଏ ପୋଲିସରେ ଅଛି ସେ ଯଦି ଜାଣିବ ରାମ ତୁ ଜାଣିଛୁ ସେଟା ମୁଁ ତୁ ବି ରହିବି ନା ମୁଁ କହିବି ମୁଁ କିଛି ଜାଣିନି କିନ୍ତୁ ତମେ କାହାକୁ ଜଣେଇବନି ମୋ କଥା ହେଲା ମୁଁ ଜାଣିଛି ବୋଲି ତମେ ତ 15 ବର୍ଷ ହେଲାଣି ତମେ ବି ଚୁପ ରହିଛ ମୁଁ ବି ଚୁପ ଅଛି ଆମେ ସାମ୍ନାକୁ କାହିଁକି ଆସିବା ଆମ ଇଜ୍ଜତ ମତ ମୁଁ ତ ସ୍ତ୍ରୀ ଲୋକ ସେ ତ ପୁରୁଷ ଲୋକ କାହିଁକି ଆମ ସାମ୍ନାକୁ ଆସିବ କହିଲ ଦେଖିବା ଘଟଣା କଣ କେସ୍ ହେଇଛି ଜେଲ ହେଇଛି ନା ନାଇଁ ମୁଁ ବି ରଞ୍ଜନକୁ କହିଲି ଅନେକ ଆମର ତ ଭିତରେ ଘର ଘର କାମ ସବୁ ଭିତରେ ହଉଥିଲା ଆମ ଇଜ୍ଜତ ମତ ଘରେ ହିଁ ହେଠିକି କଣ ପାଇଁ ମତେ ଡାକୁଥିଲ ଆଉ ହେଠିକି ଡାକିକି ମୋ ଇଜ୍ଜତ ମତ ଏଇନେ ପଦାରେ ପଇଲା ମୁଁ ଏଇନେ କାହାର ହେବିନି ତୋର ହେଇପାରିଲିନି କି ମୋ ସ୍ୱାମୀ ରହିପାରିଲିନି ମୁଁ ବଞ୍ଚିଲେ ସିନା ମୋ ଭବିଷ୍ୟତ ବଞ୍ଚେଇବି ମୁଁ ତହାରି ଯୋଗୁ 3-4ଟା ଚାକିରି ବି ଛାଡ଼ିଦେଲି ମୋଠୁ ଛଡେଇ ଦେଇଛି ସିଏ ମୁଁ ପରା କଳିଙ୍ଗ ଆଇ ହସ୍ପିଟାଲରେ ଯୋଉ ଛାଡ଼ିଦେଲି ଇହାରି ଯୋଗୁ ବର୍ତ୍ତମାନ କଣ ହବ ତାରି ଯୋଗୁ ମୋ ଇଜ୍ଜତ ମତ ଗଲା ପୁଣି ଇଆଡେ କଣ ହବ ଆଉ ସେ ଯାହା ହବ ସିଏ କଥା ବୁଝିବ ସେ କହିବ ମୋ ଇଜ୍ଜତ ମତ ମୁଁ କେମିତି ବଞ୍ଚିବି ମୋ ପିଲାକୁ କେମିତି ବଞ୍ଚେଇବି ମୋର ଭବିଷ୍ୟତ ଅଛି ନା ମୁଁ କଣ କରିବି ଆଉ ତାର ଚାକିରି ଯାଇଥିବ ତାର ଚାକିରି ଯାଇଛି କି କଣ ବୋଲି ମୁଁ ଜାଣିନି କିନ୍ତୁ ଶୁଣୁଛି କଣ ହବ ସେଇଟା ତ ତାର ଯାହା ହଉଛି କିନ୍ତୁ ମୁଁ ଏଇନେ କଣ କରିବି ମୋ ସ୍ୱାମୀ ତ ମତେ କହୁଛି ଇଆଡେ ରଖିବିନି ତାପରେ ମୁଁ ଯୋଉ ଭଗବାନପୁରରେ ଯୋଉ ଘରଟା କିଣିଲେଣି ମୁଁ କୁଆଡେ ଶୁଣିଛି ମୋର ପଟ୍ଟା ଏପର୍ଯ୍ୟନ୍ତ ହେଇନି ସେ କୁଆଡେ ଶୁଣିଲାଣି ଯେ ପଟ୍ଟାଟା ଆମ ଘର ପାଖ ସାଇଡ ଲୋକ ନାଁରେ କରିବ ବୋଲି ମୁଁ ଶୁଣି ସାରିଲିଣି ତାକୁ ଚୁଗୁଲି ଲଗେଇକି ତାକୁ କଥାବାର୍ତ୍ତା କରିସାରିଲାଣି ସେଟା କଣ ଠିକ କାମ କହିଲେ ଏଇ ଯୋଉ ବର୍ତ୍ତମାନ ସେ ଜେଲରେ ଅଛି ନା ଘରେ ଅଛି ତମେ ମତେ ପଚାରୁଛ ତମ ଭାଇ ତମେ ମତେ ପଚାରୁଛ ମୁଁ ମୋ ନନା ସାଙ୍ଗରେ ମୁଁ ଯଦି କଥା ହେବି ମୋ ମାଡ ଖାଇବା ଟିକେ କଣ୍ଟା ମୋ ଘର ସବୁଠୁ ସାନ ଭାଇ ମୁଁ ଡରିକି ବି ନନା ସାଙ୍ଗରେ କଥା ହଉନି 2 ଦିନ ହେଲାଣି ଏଇ ଘଟଣା ଶୁଣିକି ଚାଲିଛୁ ମଝିରେ ନନା ଯଦି ମୁଁ ଫୋନ କରିବି ନନା ମତେ ଚିଡିବେ ନନା ସିଏ ଆମର ହଉଛି ସିଏ ପୁରା ପୋକରୁ ମାଟି ବାହାର କରିଦେବେ ମୋ ନନା ଯିଏ ଏଠୁ ଏଇ ସମ୍ବଲପୁର ଯାଆନ୍ତି ବମ୍ବେ ଦିଲ୍ଲୀରୁ ଯାଇକି ଚୋର ଡକାୟତ ଧରିକି ଆସନ୍ତି ଯେ ରଞ୍ଜନ ପାଣିଗ୍ରାହୀ ଜାଣିଛ କି ଶୁଣ ଆଉ ଗୋଟେ କଥା କହୁଛି ରଞ୍ଜନ ପାଣିଗ୍ରାହୀ ତମ ଯୋଉ ଭାଇ ସିଏ ମତେ କାଲି ଆଉ କାଳିଆ ମହାନ୍ତି ଫୋନରୁ ସେଇ ଯୋଉ ମେଘା ଟିକେ ଡାକିଥିଲା କହିଲା ଏଇଠିକି ଆସେ ଗୋଟେ ସିକ୍ରେଟ କଥା ବତେଇଦେବି ତୁ ଏଇଟା ହିଁ କହିବୁ ନହେଲେ ଫସିବୁ ମତେ ଛଡା ମାରିଦେବି ବୋଲି ମୁଁ ସେଠିକି ମୁଁ ବାହାରିଛି ଏତେ ବିଶ୍ୱାସ ଯେ ମୁଁ ଗାଡି ଫାଡି ଧରିକିରି ସାର୍ଟ ପ୍ୟାଣ୍ଟ ପିନ୍ଧିକି ମୁଁ ବାହାରିଛି ଯିବି ବୋଲି ଆଉ ହେଠୁ ୟା ବାପା କହିଲା ଏବେ ଯାଆନି ସେଠିକି ମୁଁ କହିଲି କଣ ପାଇଁ ନା ଯାଆନି ତୁ ତାକୁ କହ ଫୋନରେ ଯାହା କଥା ହବ ଆଉ ତୁ ସେଠିକି ଯାଆନି ସେଠୁ ମୁଁ ଶୁଣିଛି ମେଘାଟା କୁଆଡେ ଗୋଟେ ଗୁଣ୍ଡାଳିଆ ବଦମାସି ଏରିଆ ବୋଲି ତାପରେ ମତେ ଡର ଲାଗିଲାଣି ସେଠୁ ପୁଅ ବି ନାହିଁ ମୁଁ ଗଲେ ପୁଅକୁ ନେଇକି ଯାଏ ସେଟା କୁଆଡେ ମୁଁ ଜାଣିନି ମୁଁ କହିଲି ହଉ ସେଠୁ ତାପରେ ମୁଁ କଣ କରିବି ବୋଲି ଚିନ୍ତା କରିକି ସେଠୁ କହିଲି ମୁଁ ଏକୁଟିଆ କଣ ଯିବି ଭାତ ବସେଇଛି ଭାତଟା ହଉ ଆଉ ସେଠୁ ଆଉ ଗଲି ନେଇକି କହିଲି ଯାହା କହିବା କଥା ମତେ ଫୋନରେ କୁହ ମୁଁ ସିଆଡେ ଯାଇପାରିବିନି ମତେ ଟାଇମ ନାହିଁ ଜାଣିଲ ହଁ ମତେ କାଳିଆ ମହାନ୍ତି ଫୋନରୁ ରଞ୍ଜନ ମତେ ହିଁ ହେଇଠିକି ଡାକିଥିଲେ ଏଇ ଯୋଉ କାଳିଆ କେହି ଯାଇନଥିଲେ ଦିନ କୋଉଠିକି ଅଫିସ ଟିକେ କାଳିଆ ମହାନ୍ତି ଅଫିସ ଟିକେ କିନ୍ତୁ ଯାଇନି ସେଦିନ ଆଉ କିଏ 2-3ଟା ଥିଲେ ଆଉ ଏସି ଲଗାଉଥିଲା ବିଭୂତି ଆଣିକି ଏସି ଲଗାଉଥିଲେ ମଦ ପିଇକି ଶୋଇଛନ୍ତି ବିଭୂତି ପଳେଇ ଆସିଛି ଏସି ଲଗେଇକି ପଳେଇ ଆଇଲା କିନ୍ତୁ ଆଉ କିଏ ମଦ ପିଇକି ହେରା ମୁଁ ଚିହ୍ନିନି କି ଜାଣିନି ମୁଁ ଜାଣିନି କଣ କହିବି ଆଉ ଏଇ ଘଟଣାଟା କଲା କିଏ କାହାକୁ ସନ୍ଦେହ ରହୁଛି ତମର କଣ କହିଲ ନନା ଏଇ ସନ୍ଦେହ ରହୁଛି କାହାକୁ ଏଇ ଘଟଣା ସବୁ ଘଟେଇଲା କିଏ ସେଇ ଘଟଣାଟା କିଏ କରିଛି ସେ ରଞ୍ଜନ ଜାଣିଥିବେ ମୁଁ ବି ଜାଣିନି ମୁଁ କଣ କରିବି ମୁଁ ତ ଏ ବିଷୟରେ ଜାଣିନି ମୁଁ ଆମ ଫଟୋ ଫୁଟି ଉଠେଇକିନି ସେ ଘରେ ତ ଯାହା କରୁଥିଲା କାରନାମା କରେ ମୋ ସ୍ୱାମୀଟା ଡରି ମରିକି ତ ଜାଣିଛ ତମେ ଜାଣିଛ ଆମେ ଲୁଚିକି ଆମେ ଥିଲୁ ମୁଁ ତାକୁ ବି ବୁଝେଇଲି କି ଆଉ ଆମେ ପୁଅ ତ ବଡ ହେଲାଣି ଏମିତି କାମ ଆଉ 2-4 ବର୍ଷ ବଞ୍ଚିବା ହସ ଖୁସି ଆଉ କେତେ ଦିନ ବଞ୍ଚିବା 4-5ଟା ବର୍ଷ ବଞ୍ଚିବା କି ନାହିଁ ଆଉ ଏମିତି କଣ ବିଲିବିଲା ହେଇକିରି ସେ ଗୋଟେ ରାଣ୍ଡି ଫାଣ୍ଡି ଆଣିକି ଧନ୍ଦା କରୁଛୁ ମୁଁ ଏତିକି କହିଥିଲି ମୋ ଉପରେ ରାଗ ରଖିଲା କହିଲା ମୁଁ ରାଣ୍ଡିକି ହକବାରି ରଖିବି ଆଉ ତୁ କଣ କରିବା କଥା କର ପାଟି ଝଗଡା ଟିକେ ହେଇଥିଲା ସେଠୁ ମନା କଲି ଯେ ମୋ କଥା ମାନିଲାନି ଯୋଉଠୁ ଏମିତି ହେଇଛି ଘଟଣା ଆଉ ମତେ ଡାକିଲା କହିଲା ତୁ ଆସିବୁ କି ନାହିଁ ମୁଁ କହିଲି ହଉ ଯାଉଛି ଆଉ
ଯାଉଛୁ ମଟନ ଫଟନ କରୁଛୁ ଯଦି ଆମେ ଯାଉଛୁ। ମୋ ପୁଅ ବି କହିଲା ମାମା ଚାଲୁନୁ ଅଙ୍କଲ ଯଦି ଡାକୁଛନ୍ତି ଆମେ ଯିବା ଟିକେ ଅଙ୍କଲ ଅଫିସ ଆଡେ ବୁଲି ଆଇବା ଆଉ। ଗଲୁ ଆମର କଣ ଭୁଲ, ଗୋଟେ ଲୋକ ସବୁବେଳେ ମୋ ଘରକୁ ଆସେ, ଆଜି ମୁଁ ଟିକେ ତା ଅଫିସ ଆଡେ ସେ ଡାକିଲା ବିଶ୍ୱାସର ସହିତ ଗଲି, ମୋ ବିଶ୍ୱାସ ଏମିତି ଭାଙ୍ଗିବ ବୋଲି କିଏ ଜାଣିଛି କହୁନ? ତମେ ତ ଜାଣିଛ A ଠୁ Z ଯାକେ ତମେ ସବୁ ଜାଣିଛ, ମୁଁ ତା ଆଡେ କେତେଟା ପିଲା ନଷ୍ଟ କରିଛି ତମେ ବି ଜାଣିଛ, କୁହ ଜାଣିଛ କି ନାଇଁ ନନା? ହଁ ମୁଁ ଯାହା କହିଛି ଜାଣି ଶୁଣୁଛି ନା, ମୁଁ କଣ ଜାଣିଛି ନା ଦେଖୁଛି। ହଁ ତମେ ଶୁଣିଛ କଣ ଦେଖେଇକି କରନ୍ତୁ, ଦେଖେଇ ଦେଇଥାନ୍ତି ନା କଣ ସିକ୍ରେଟ ସିମିରା। ହଉ ବର୍ତ୍ତମାନ କଣ କରିବ? ବର୍ତ୍ତମାନ କଣ କରିବା ତମେ କୁହ, କଣ କରାହବ ମତେ କହିବ ଆଉ। କିଛି ନାହିଁ, ସିଏ ବର୍ତ୍ତମାନ ମୁଁ 13 ବର୍ଷ ହେଲାଣି ତା ଯୋଗୁ ବଦନାମୀ ହେଇକି ମୋ ସ୍ୱାମୀ ତ ମତେ କଲାଣି, ମୋ ଇଜ୍ଜତ ମୁଁ କେମିତି ବଞ୍ଚିବି ହେଲା, ମୁଁ କେମିତି ବଞ୍ଚିବି, ନହେଲେ ମୁଁ ତ ଏପଟୁ ହେବିନି କି ସେପଟୁ ହେବିନି, ମୁଁ ଏପଟୁ ହଉନି କି ସେପଟୁ ହଉନି। ମୋ ସ୍ୱାମୀ ତ କହିଲାଣି ଅଲରେଡି ସେ ଥାନାରେ FIR ଦେଇକି ଡିଭୋର୍ସ ଦେଇଦବ, ମୁଁ ତ ପେନସନ ଫେନସନ କିଛି ପାଇବିନି, ଆଉ ମତେ ତ ଟଙ୍କା 10,000 ପେନସନ ପାଉନି, ପୁଣି ମୋ ପୁଅଟା ଇଆଡେ ବଡ ହେଲାଣି, ତା ଭବିଷ୍ୟତ ଅଛି, ମୋର ବଞ୍ଚିବା ମୋର ସେ 2-3ଟା ଚାକିରି ଛାଡି ଦେଇଛି। ମୋ ୟା ବାପା କହିଲା ସେତେବେଳେ କହିଲା ଆଉ ଆକୁ ଅମିନ ପୋଷ୍ଟରେ ରଖିଦେବି, ରଞ୍ଜନ ପାଣିଗ୍ରାହୀ ତମ ଭାଇ କଣ କହିଲା କି ତାକୁ ଟିକେ ଖୁସି କରିବ ବୋଲି ମୋ ସ୍ୱାମୀ କି କହିଲା ନାଇଁ ମ ସେ ଇଭିନିଂ କଲେଜରେ ସବୁ ବହିପତ୍ର ପଢିଛି, ଆଜି ଯାକେ ଏଠି ପଢିଛି ଜାଣିଲ, ମୋ ଚାକିରି ଗଲା, ତାରି ଯୋଗୁଁ ମୋ ଚାକିରି ଗଲା, ମୋ ଇଭିନିଂ କଲେଜର ବହିପତ୍ର ବି ଘରେ ପଡିଛି, ମୁଁ ଡୁଙ୍ଗିଲିନି କି ଆଡେଇଲିନି, କାରଣ ତାରି କି ସାଙ୍ଗରେ ଆଜି ପୋଲିସ ବାଲା ଗୁଡା ବି ମୋର ଆଉ ଗୋଟେ ଭାଇ ତ ଅଛି, ମାଉସୀ ଭାଇ ସେ ଢେଙ୍କାନାଳ ଅଛି, ପିସିଆର ଭ୍ୟାନରେ ଯାଉଛି। ମତେ କୋଉ ପ୍ରାଇଭେଟ ରେ କେହି ଦୋକାନରେ ବି ରଖିବେନି, ମୁଁ ତାହେଲେ ଚଳିବି କେମିତି? ତମ ଫଟୋଟା କେହି ଜାଣିପାରୁନାହାନ୍ତି, କିନ୍ତୁ ଏଇ ଗାଡି ନମ୍ବରଟା ତମ ନାଁରେ ହେଇଛି ନାଇଁ କି? ଗାଡି ତ ମୋ ନାଁରେ ହେଇଛି, ତମେ ଆଗେ କହିଲ ନନା, ଏପଟେ ତ ଟଙ୍କା 10,000 ଯେ ମତେ ପାଉନି, 10,000 କୋଉ ଖର୍ଚ୍ଚ କହିଲ, ଏପଟେ ପୁଅ ବଡ ହେଲାଣି, ମୁଁ କେମିତି ଚଳିବି ଚିନ୍ତା କର। ପ୍ରାଇଭେଟ ରେ ଦୋକାନରେ ରଖେଇଦେବେନି, ଯାଇକିରି କଣ କାମ କରି ଖାଇବାକୁ, ମୁଁ କଣ କରିବି? ତମକୁ ଲୋଭ ପଡିଥିଲା ତେଣୁକରି ସେ କୁଆଡେ ଛାଡେନି ଆଉ। ମତେ କୁଆଡେ ଛାଡେନି, ତାହେଲେ ମତେ ଅଫିସ ଇଏ ଡାକୁଥିଲା, ସେଠି ମୁଁ ଘରକୁ ସବୁବେଳେ ଆସେ, କୁହ ମତେ ଛାଡେନି, ତମେ ଜାଣିଛ ମତେ ଟୋଟାଲ କୁଆଡେ ଛାଡେନି, ମୋ ବାପ ଘରକୁ ବି ଛାଡି ଦିଏନି, ମତେ ରାତି ଯାଇକି ମୋ ବାପ ଘରୁ ଆଣି ପକାଏ ହେଲା, ମୋ ବାପ ଘରୁ ସେ ତମକୁ ଧରିକି ତମ ଗାଡିରେ ବି ଆଣିଛି କି ନାଇଁ କହୁନ? ହଁ ଆଉ କଣ, ତମେ ନିଜେ କୁହ, ଏଇ ଲୋକଟା ଆଜି ମୋ ବିଶ୍ୱାସ କେମିତି ଭାଙ୍ଗିଲା? ବର୍ତ୍ତମାନ ସେ କୋଉଠି? ସିଏ କୋଉଠି ଆଉ ମତେ ଫୋନ କରୁନାହାନ୍ତି ଏଇନେକା, ମୁଁ ଖାଲି ତାଙ୍କ କଥାବାର୍ତ୍ତା ଶୁଣି ଭିଡିଓ ଦେଖି ମୋ ହାର୍ଟ ବାହାରି ଯାଉଛି, ମତେ ଏତେ ଡର ଲାଗୁଛି, ଖାଲି ଦମି ସମି ହଉଛି, କଣ କରିବି କଣ ନ କରିବି, ଏମିତି କଣ କଲେ ମତେ ତାଙ୍କ ଏଇ ସବୁ ଦେଖି। ହଉ ନନା ରଖୁଛି, ଆଉ ଗୋଟେ କଲ୍ ଆସିଲାଣି ମୁଁ ଦେଖୁଛି, ପରେ କଥା ହବା।